ଚଳିତ ବର୍ଷର ଗରମ ଲୋକଙ୍କୁ ନାହିଁ ନଥିବା ହନ୍ତସନ୍ତ କରିଛି। ଲୋକଙ୍କ ପାଇଁ ଘରୁ ବାହାରକୁ ବାହାରିବା ବି କଷ୍ଟ ହୋଇପଡ଼ୁଛି। ଦିଲ୍ଲୀରେ ତାପମାତ୍ରା 45 ଡିଗ୍ରୀ ତଳକୁ ଖସିବା ନାଁ ଧରୁନାହିଁ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜଧାନୀ ଦିଲ୍ଲୀର ତାପମାତ୍ରା ସର୍ବାଧିକ 43 ଡିଗ୍ରୀ ରହିବା ସହ ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଥିଲା। ଜୁନ୍ 8 ତାରିଖ ପରେ ଦିଲ୍ଲୀର ଅବସ୍ଥା ବଦଳିବ ବୋଲି ପୂର୍ବାନୁମାନ ହୋଇଛି। 8, 9 ଓ 10 ତାରିଖରେ ଦିଲ୍ଲୀରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବର୍ଦ୍ଧିତ ତାପମାତ୍ରା ପୁଣି ଥରେ ଦିଲ୍ଲୀର ଜଳବାୟୁକୁ ବିଗାଡ଼ି ଦେଇଛି। ପ୍ରଦୂଷଣ ବି ଖୁବ୍ ଅଧିକ ବଢ଼ିଯାଇଛି।